नमस्कार कलिंग ओडिशा डिजिटल न्यूज को स्वागत। आज भुवनेश्वर नुआपल्ली स्थित श्री श्री बालुंकेश्वर महादेव मंदिर परिसर में स्वर्गत जगबंधु राउतराय द्वादश श्राद्धवार्षिक श्रद्धा और स्मृतिर सह पालित हो अवसर में परिवार वर्ग बंधुबांधव और शुभेच्छु माने उपस्थित रही स्वर्गत जगबंधु राउतराय स्मृतिचारण करते। फटोचित्र में पुष्पमाल्य अर्पण कर आत्मार सद्गति कामना कर धार्मिक परंपरा अनुजाई श्राद्ध कर्म संपन्न होगा सहित उपस्थित समस्ते स्वर्गत जगबंधु राउतराय स्मृति को मन पकाइथिले। यही अवसर में पालहेड़ा विधायक श्रीजुक्त अशोक महांती, भुवनेश्वर मध्य विधायक श्रीजुक्त अनंत नारायण जेना, समाजसेवी गौतम बेहेरा योगदान करी पुष्पांजलि देवा सहित स्मृतिचारण करते। समस्त प्रसाद सेवन व्यवस्था परिवार पक्षर आयोजित कर भुवनेश्वर आम सिटी रिपोर्टर पुष्पलता रिपोर्ट। सुंदर भाव आयोजन कर आनंदर कथा बर्तमान मानव विधायक बड़ा आनंदर कथा आम मैंने आज जो श्रद्धांजलि देवाई जाऊँगी उपस्थित आमर जगबंधु राउतराय सहधर्मिणी आम बबित राउतराय श्रद्धांजलि प्रबंध राउतराय माँ जे कि बर्तमान आम आमर जो अधिवेशन आम बर्तमान बर्तमान संगठित करने जाऊँ संबर्धित करने उपस्थित अच्छा आमर दुआई गगन महेंद्र भाई पवित्र राउतराय पु पट्टनायक मानव विधायक जे संबर्धित करते बर्तमान मुझे कृतज्ञता ज्ञापन करी आमर तीन भौणी भिड़ी आसते भिड़िका ना पढ़ना से जुआई मान कृतज्ञता ज्ञापन कर धन्यवाद दूसरी जाऊ बर्तमान आमर समस्त तरफ पवित्र माँ को नमस्कार करुचे प्रणाम करुचे सब था एमती आसुता एमती मन पड़ा पचर बहुत जहाँ कह सुजोग मिललानी कही सारा बोधे सुजोग पाई न था पुणी मंच को आसला मोर मन पड़गला आउ थे दौड़ सहधर्मिणी से आज पहुंचते बहुत खुशी कथा आप परिवार वर्ग आज जो श्राद्ध दिवस आप पालन कर समस्त आप कृतज्ञता ज्ञापन कर समस्त को धन्यवाद आम परिवार वर्ग धन्यवाद जहा हो आम यही प्रकार कार्यक्रम चली था नुआपल्ली गोटे गाँ ये सब कार्यक्रम चलू चलो जहाद्वारा कि आम ग्रामवासी सहयोग से द्वारा ये कार्य करुवे चली जहाँ से सब जुआई मैंने आगे अच्छे से जुआई मैंने कृतज्ञता ज्ञापन करते कौन भाई आप जो जुआई समस्त धन्यवाद।
ମୁଁ ସୁଶାନ୍ତ ମହାପାତ୍ର ପବିତ୍ର ରାଉତର ପିଲାଦିନ ସାଙ୍ଗ। ଆମେ ଯେତେବେଳେ କଲେଜରେ ପଢୁଥିଲୁ ସାଇକେଲ ନେଇକି ଯେତେବେଳେ ସେଠିକି ଆସୁ ସେତେବେଳେ ତାଙ୍କ ବାପାଙ୍କ ସହିତ ଆମର ଦେଖା ହୁଏ। ସେ ଏତେ ଇଏ ଥିଲେ ଯେ ଆମେ ଯେତେବେଳେ ତାଙ୍କ ଘରକୁ ଆସୁ ତାଙ୍କର ଫାଷ୍ଟ କୋଶ୍ଚିନ୍ ହୁଏ ତମେ ପାଠ ପଢିବାକୁ ଘରେ ରହୁନ ସ୍କୁଲ କଲେଜରୁ ଏଠିକି କାହିଁକି ଆସୁଛ, ନିଜେ ପାଠ ପଢ। ମାନେ ଆମକୁ ପିଲା ଭଳି ଦେଖୁଥିଲେ। ଆଉ ତାଙ୍କ ମା ତ ଆମକୁ ଡାକି ତମେ ଆମ ଘରେ ଗାଈ ଅଛି କ୍ଷୀର ପିଇକି ଯିବ, ମାନେ ଏଇଭଳିଆ। ବାପା ସେଠୁ ଗାଳି ଦେବେ, ସେଠୁ ତାପରେ କହିବେ ଖାଇକି ଯିବ। ତେଣୁ ଏଇଭଳିଆ ମାନେ ଲୋକଙ୍କର ମାନେ ଭୁଲିବା କଷ୍ଟକର। ପିଲାବେଳୁ ଆମେ ଆସିଥିଲୁ, ସେ ଭୁଲିବା ଆଉ ଭୁଲି ହବନି ସେଭଳିଆ। ଅଶୋକ ମହାନ୍ତି ବିଧାୟକ ପାଲଡ଼ା। ଆମର ନୂଆପଲ୍ଲୀର ବିଶିଷ୍ଟ ବ୍ୟକ୍ତି ମୋର ପୂଜ୍ୟ ମଉସା ଜଗବନ୍ଧୁ ରାଉତରାୟଙ୍କର ଆଜି ଦ୍ୱାଦଶତମ ଶ୍ରାଦ୍ଧବାର୍ଷିକରେ ମୁଁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଲି। ସେ ଅଞ୍ଚଳର ଜଣେ ପରୋପକାରୀ ବ୍ୟକ୍ତି ଥିଲେ। ବିଶେଷ କରି ତାଙ୍କର ସୁପୁତ୍ର ପବିତ୍ର ମୋହନ ରାଉତରାୟ ଜଣେ ବିଶିଷ୍ଟ ଶିଳ୍ପପତି ବା ଜଣେ ବିଲ୍ଡର, ବ୍ୟବସାୟ କ୍ଷେତ୍ରରେ ତାଙ୍କର ନାଁ ଅଛି। ଆଜି ମୁଁ ଶ୍ରାଦ୍ଧାଞ୍ଜଳି ସଭାରେ ଯୋଗ ଦେଇକି ନିଜକୁ ଗୌରବ କରୁଛି ଏବଂ ଅତୀତରେ ମୁଁ ମଧ୍ୟ ନୂଆପଲ୍ଲୀର ବାସିନ୍ଦା ଥିଲି, ନୂଆପଲ୍ଲୀରୁ ଜନ୍ମ। ତେଣୁ ଆଜି ଶ୍ରାଦ୍ଧାଞ୍ଜଳି ସଭାରେ ଯୋଗ ଦେଇକରି ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି ଏବଂ ଆମେ ସମସ୍ତେ ଜଗବନ୍ଧୁ ରାଉତରାୟ ବା ଜଗୁ ମଉସାଙ୍କର ସ୍ମୃତିଚାରଣ କରୁ। ପିଲାଦିନ କଥା ମନେ ପକାଇଲୁ, କେଉଁଭଳି ଭାବରେ ସେ ପିଲାଙ୍କୁ ଆକଟ କରୁଥିଲେ, ପାଠ ପଢ଼ିବା ପାଇଁ କହୁଥିଲେ ଏବଂ ପିଲାମାନଙ୍କର ଗୋଟେ ଭୟ ଥିଲା ତାଙ୍କ ପ୍ରତି ଗୋଟେ ଗାର୍ଡ଼ିଆନ୍ ହିସାବରେ। ମୁଁ ଆଜି ତାଙ୍କର ସ୍ମୃତିଚାରଣ କରିକି ତାଙ୍କ ବିଷୟରେ ଗଭୀର ଭାବରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲି। ମୁଁ ଡକ୍ଟର ଗଗନ ବିହାରୀ ରାଉତ କହୁଛି। ଆମର ଜଗବନ୍ଧୁ ରାଉତଙ୍କ ଯାହାର 12ତମ ଶ୍ରାଦ୍ଧ ଉତ୍ସବ ପାଳନ କରାଯାଉଛି, ତାଙ୍କର ଭିଣେଇ ହେବି ମୁଁ। ସେ ମୋର ବଡ଼ ଶଳା ଏବଂ ସିଏ ଜଗବନ୍ଧୁ ରାଉତରାୟ ଏ ଗ୍ରାମର ମଧ୍ୟ ଗୋଟେ ଏମିତି ଭଳି ଯୋଗ୍ୟ ସନ୍ତାନ ଥିଲେ। ଇଏ ଆଜି ଯେଉଁ ଶ୍ରାଦ୍ଧ ଉତ୍ସବ ପାଳନ କରାଯାଉଛି ସେ ସବୁଥିରେ ଥିଲେ। ସ୍କୁଲ କଲେଜ, ଆମେ ଯେଉଁ କଲେଜ ଦେଖୁଛେ ଦେବରାଜ କଲେଜ ହବା ଏବଂ ସ୍କୁଲ ହବା, ମନ୍ଦିରର ଯେଉଁ ଡେଭଲପମେଣ୍ଟ କରିବା, ସବୁଥିରେ ସେ ଭାଗିଦାର ଥିଲେ ଏବଂ ଉତ୍ସାହିତ କରୁଥିଲେ। କିନ୍ତୁ ଆଜି ଯେଉଁ ଆମର କରୁଛୁ 12ତମ ଯେଉଁ ଶ୍ରାଦ୍ଧ ଉତ୍ସବ, ଏଥିରେ ସମସ୍ତେ ତାଙ୍କର ସ୍ମୃତିଟାକୁ ଉଚ୍ଚାରଣ କରିବା ପାଇଁ, ମନେ ରଖିବା ପାଇଁ, ଗୋଟେ ଭାଇଚାରାର ଡେଭଲପମେଣ୍ଟ କରିବା ପାଇଁ ଶ୍ରାଦ୍ଧ ତ ସମସ୍ତଙ୍କର ହେଉଛି, କିନ୍ତୁ ଏହି ଶ୍ରାଦ୍ଧ ଗୋଟେ ସ୍ପେଶିଆଲ। ଏବଂ ତାଙ୍କର ଯେଉଁ ସୁଯୋଗ୍ୟ ପୁତ୍ର ଅଛନ୍ତି ପବିତ୍ର ରାଉତରାୟ, ସେ ଜଣେ ଇଣ୍ଡଷ୍ଟ୍ରିଆଲିଷ୍ଟ, ଏଜୁକେସନିଷ୍ଟ ଏବଂ ସ୍କୁଲ ଶିକ୍ଷାନୁଷ୍ଠାନ ଗଠନ କରିବାରେ ମାହିର। ଏ ଗାଁର ମଧ୍ୟ ପୁତ୍ର ଏବଂ ଜଗବନ୍ଧୁ ରାଉତଙ୍କର ଜଗନ୍ନାଥଙ୍କର ସେ ହେଉଛି ସୁପୁତ୍ର ବଡ଼ ପୁତ୍ର। ଏବଂ ଏହି ସେବାରେ ମଧ୍ୟ ଉତ୍ସାହନ କରାଯାଇଛି କେମିତି ନୂଆପଲ୍ଲୀର ଜଳ ମହାଶୟଟାକୁ ଉନ୍ନତି କରାଯିବ ଏବଂ ନୌକା ଚାଳନ କରାଯିବ। ସେ ପ୍ରସ୍ତାବ ମଧ୍ୟ ତାଙ୍କର ଏହି ଶ୍ରାଦ୍ଧ ଦିବସରେ ଦିଆଯାଇଛି। ତେଣୁକରି ମୁଁ ଆପଣମାନଙ୍କୁ ସବୁ ମିଡ଼ିଆ ଭାଇମାନଙ୍କୁ ଅନୁରୋଧ କରୁଛୁ, ଏଇଟା ଟିକେ ସୋସିଆଲ ମିଡ଼ିଆରେ ଏବେ ଆଜିକାଲି ତ ଡିଜିଟାଲ ଇଣ୍ଡିଆରେ ବାହାରିବା କଷ୍ଟ ହେଉଛି, ଟିକେ ବାହାର କରିବେ। ଏ ଗ୍ରାମଟାକୁ କେମିତି ଉନ୍ନତି କରିବେ ଆପଣମାନଙ୍କ ସହଯୋଗରେ। ଆଉ ଯେଉଁମାନେ ଭାଇମାନେ ରହିଛନ୍ତି ମଧ୍ୟ ଅନୁରୋଧ କରାଯାଇଛି। ଏତିକି କହି ଆପଣଙ୍କୁ ଧନ୍ୟବାଦ। ଜୟ ଜଗନ୍ନାଥ। ଆଉ ଆମର ଭାଇ ସ୍ୱର୍ଗରେ ଥାଆନ୍ତୁ, ଆଶୀର୍ବାଦ କରନ୍ତୁ ଗ୍ରାମବାସୀମାନଙ୍କୁ, ତାଙ୍କ ପୁତ୍ରମାନଙ୍କୁ, ପରିବାରକୁ ସମସ୍ତେ ଆଶୀର୍ବାଦ କରନ୍ତୁ, କେମିତି ଆହୁରି ଆମେ ସବୁ ଉନ୍ନତି କରନ୍ତୁ। ଧନ୍ୟବାଦ। ଯାହା ହଉ ଆମର ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଶ୍ରୀଯୁକ୍ତ ଆମର ଜଗବନ୍ଧୁ ରାଉତଙ୍କ ପାଇଁ ସ୍ମୃତି ସଭା ହେଉଛି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ହେଉଛି। ଆଉ ସିଏ ଆମର ଏଇ ନୟାପଲ୍ଲୀ ଗ୍ରାମର ଜଣେ ଅତି ପ୍ରତିଷ୍ଠିତ ବ୍ୟକ୍ତି ଥିଲେ। ଆଉ ଏଇ ଗ୍ରାମ ପାଇଁ ତାଙ୍କର ବହୁତ ଅବଦାନ ଅଛି। ଏକ୍ଜାମ୍ପଲ ବହୁତ ତାଙ୍କର କହିଲେ ସରିବନି। ଯାହା ହଉ ଗ୍ରାମରେ ତାଙ୍କର ଯେଉଁ ତାଙ୍କର ଯେଉଁ ଅବଦାନ ସେଇଟା ଆମେ ମନେ ପକାଇବା ପାଇଁ ଆମେ ଏଇ ସ୍ମୃତି ସଭା ପ୍ରତିବର୍ଷ ଭଳି ହେଉଛି। ତାଙ୍କ ସୁପୁତ୍ର ବଡ଼ ଭାଇ ମୋର ପବିତ୍ର, ସେ ବି ବହୁତ ଅତି ସମାଜସେବୀ, ଜଣେ ବଡ଼ ଗୋଟେ ବିଜନେସମ୍ୟାନ୍। ତାଙ୍କ ଅବଦାନରେ ବି ନୟାପଲ୍ଲୀରେ ବହୁତ ଉନ୍ନତିକରଣ ହେଉଛି। ଆଉ ଏତିକି କହି ମୁଁ ମୋ ବକ୍ତବ୍ୟ ରଖୁଛି। ଧନ୍ୟବାଦ। ମୋର ବାପା ଶ୍ରୀଯୁକ୍ତ ଜଗବନ୍ଧୁ ରାଉତରାୟଙ୍କର 12ତମ ସ୍ମୃତି ଦିବସ, ଶ୍ରାଦ୍ଧ ଦିବସ। ଆଜି ଯାହା ହଉ ମୋ ପାଇଁ ଗୋଟେ ଏମିତି ଦିନ
आज जापारुनी मो बापा मत के भल पाते मो बापा मो भगवान थे से केवल मत जन्म दे नथिले जन्म कर्म दुनिया रे बंचिवा मत देते किंतु आज ये समय रे कहवा किसी संभवपर हो पारनी कि एति कहबी जे मो भली बापा भली जड़े व्यक्तित्व समस्त आशीर्वाद और एक पथ प्रदर्शक मो विशेष किसी कहीपरूनी कि समय अभाव अच्छी भगवान करंतु अमरात्मा सब शांति नमस्कार।